ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଦୀର୍ଘ 51 ବର୍ଷ ପରେ ନୂତନ ବର୍ଷ 2024ରେ ମା ଲକ୍ଷ୍ମୀ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ବହୁତ ହିଁ କୃପା ରଖିବା ପାଇଁ ଯାଉଛନ୍ତି। ଏହି ନୂଆବର୍ଷ 2024ରେ ଏହି 5ଗୋଟି ରାଶିର ଭାଗ୍ୟ ବଦଳିବା ପାଇଁ ଯାଉଛି। କିଛି ରାଶି ବ୍ୟକ୍ତିବିଶେଷମାନେ ହେବା ପାଇଁ ଯାଉଛନ୍ତି କୋଟିପତି। ତାଙ୍କୁ ମିଳିବା ପାଇଁ ଯାଉଛି ବହୁତ ବଡ଼ ଖୁସିର ଖବର। ତାଙ୍କର ଆଗାମୀ ସମୟ ଅତ୍ୟନ୍ତ ହିଁ ଭଲ ରହିବା ପାଇଁ ଯାଉଛି। ଆପଣଙ୍କର ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ମଧ୍ୟ ଆସିବା ପାଇଁ ଯାଉଛି। ତେବେ ଚାଲନ୍ତୁ ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଜାଣିବା ଯେଉଁମାନଙ୍କର ଭାଗ୍ୟ ଏ ନୂତନ ବର୍ଷ 2024ରେ ବଦଳିବା ପାଇଁ ଯାଉଛି। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଏହା ପୂର୍ବରୁ ଏ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଭକ୍ତିର ସହକାରେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ବୋଲି ଅବଶ୍ୟ ଲେଖି ଦିଅନ୍ତୁ ଏବଂ ହାପି ନ୍ୟୁ ଇୟର 2024 ଅବଶ୍ୟ ବୋଲି ମଧ୍ୟ ଲେଖନ୍ତୁ। ପ୍ରଥମ ଭାଗ୍ୟଶାଳୀ ରାଶିଟି ହେଉଛି ତୁଳା ରାଶି। ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ମା ଲକ୍ଷ୍ମୀ ଅତ୍ୟନ୍ତ କୃପା ଦେବା ପାଇଁ ଯାଉଛନ୍ତି। ଏହି ନୂତନ ବର୍ଷ 2024 ଆରମ୍ଭରୁ ଆପଣଙ୍କ ଜୀବନରେ ଚାଲିଥିବା ସବୁ ପ୍ରକାରର ସମସ୍ୟା ଏବେ ଦୂର ହେବା ପାଇଁ ଯାଉଛି। ଆପଣଙ୍କର ଘରେ ଏବଂ ପରିବାରରେ ଖୁସିର ମାହୋଲ ମଧ୍ୟ ଆସିବ। ତା ସହିତ ଆପଣଙ୍କର ଆର୍ଥିକ ପରିସ୍ଥିତି ଭଲ ମଧ୍ୟ ରହିବ। ଯେଉଁମାନେ ବିଶେଷ ଭାବରେ ବିଜନେସ୍ କରୁଥିଲେ ସେମାନେ ତାଙ୍କ ବିଜନେସ୍ରେ ଭଲ ଲାଭ ମଧ୍ୟ କରିବା ପାଇଁ ଯାଉଛନ୍ତି। ସ୍ୱୟଂ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ମା ଲକ୍ଷ୍ମୀଙ୍କର କୃପାରୁ ଆପଣ ନୂଆ ଗାଡ଼ି କିମ୍ବା ନୂଆ ସମ୍ପତ୍ତି କିଛି ବିଶେଷ ଭାବରେ କିଣିପାରନ୍ତି। ଆପଣ କୌଣସି ଇଲେକ୍ଟ୍ରୋନିକ୍ ଜିନିଷ ମଧ୍ୟ କିଣିପାରନ୍ତି। ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବିଶେଷ ରୂପରେ ରହିବା ପାଇଁ ଯାଉଛି। ଯେଉଁମାନେ ବିଦ୍ୟାର୍ଥୀ ଥିଲେ ସେମାନଙ୍କର ଶିକ୍ଷା କ୍ଷେତ୍ରରେ ସେମାନେ ଅଗ୍ରଗତି ମଧ୍ୟ କରିବା ପାଇଁ ଯାଉଛନ୍ତି। ପାଠ ପଢ଼ା ପ୍ରତି ଆପଣଙ୍କର ବିଶେଷ ରୂପରେ ମନ ଲାଗିବ। ତା ସହିତ ଆପଣଙ୍କର ପୂର୍ବରୁ ଯେଉଁ ବି ଶାରୀରିକ ସମସ୍ୟା ସବୁ ଛୋଟ ମୋଟ ରହିଥିଲା ତ ଆଗାମୀ ଦିନରେ ସେ ସବୁ ସୁସ୍ଥ ମଧ୍ୟ ହେବା ପାଇଁ ଯାଉଛି। ଯେଉଁମାନେ ବିଶେଷ ଭାବରେ ବେରୋଜଗାର ଥିଲେ ତାଙ୍କୁ ତାଙ୍କର ମନ ମୁତାବକ ଚାକିରି ମଧ୍ୟ ଏବେ ପ୍ରାପ୍ତ ହୋଇଯିବ। ତା ସହିତ ଯେଉଁମାନେ ବିଜନେସ୍ କରୁଥିଲେ ସେମାନେ ତାଙ୍କର ବିଜନେସ୍ରେ ଭଲ ଲାଭ ସହିତ ଆପଣଙ୍କର ବିଜନେସ୍କୁ ଆଗକୁ ବଢ଼େଇବାରେ ସାହାଯ୍ୟ ମଧ୍ୟ ପ୍ରାପ୍ତ କରିବେ। ତା ସହିତ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧିର ବୃଦ୍ଧି ମଧ୍ୟ ପାଇବା ପାଇଁ ଯାଉଛି। ଏହି 2024ରେ ମା ଲକ୍ଷ୍ମୀ ତୁଳା ରାଶିର ବ୍ୟକ୍ତିବିଶେଷଙ୍କୁ ବହୁତ ସାରା କୃପା ବର୍ଷା କରିବା ପାଇଁ ଯାଉଛନ୍ତି। ଆପଣଙ୍କର ଏ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ବୋଲି ଅବଶ୍ୟ ଲେଖି ଦିଅନ୍ତୁ। ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ବୃଷ ରାଶି। ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ସ୍ୱୟଂ ମା ଲକ୍ଷ୍ମୀ ଅନେକ କୃପା କରିବା ପାଇଁ ଯାଉଛନ୍ତି। ଏହି 2024 ବର୍ଷରେ ବିଶେଷ ଭାବରେ ଆପଣଙ୍କୁ ଅଚାନକ ଧନଲାଭ ହେବାର ସୁଯୋଗ ପ୍ରାପ୍ତି ହେବ। ଯେଉଁମାନେ ଚାକିରି କରୁଥିଲେ ସେମାନେ ତାଙ୍କର ଚାକିରିରେ ପ୍ରମୋସନ ମଧ୍ୟ ପାଇବା ପାଇଁ ଯାଉଛନ୍ତି। ତା ସହିତ ଯେଉଁମାନେ ବିଜନେସ୍ କରୁଥିଲେ ସେମାନେ ତାଙ୍କର ବିଜନେସ୍ରେ ଭଲ ଲାଭ ମଧ୍ୟ କରିବା ପାଇଁ ଯାଉଛନ୍ତି। ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବାକୁ ଯାଉଛି। ତା ସହିତ ଘରେ ଏବଂ ପରିବାରରେ ଆପଣଙ୍କର ସୁଖ ସମୃଦ୍ଧିରେ ମଧ୍ୟ ବୃଦ୍ଧି ହେବ। ଆପଣଙ୍କର ପ୍ରେମ ସମ୍ପର୍କ ବହୁତ ହିଁ ସଫଳପୂର୍ଣ୍ଣ ରହିବ। ଏହା ସହିତ ଦାମ୍ପତ୍ୟ ଜୀବନ ଆପଣଙ୍କର ସୁଖମୟ ମଧ୍ୟ ହେବା ପାଇଁ ଯାଉଛି। ମା ଲକ୍ଷ୍ମୀ ଆପଣଙ୍କୁ ବିଶେଷ ଭାବରେ ବହୁତ ସାରା କୃପା ପ୍ରାପ୍ତି କରିବା ପାଇଁ ଯାଉଛନ୍ତି। ଆପଣଙ୍କୁ ଆକସ୍ମିକ ଧନଲାଭ ମଧ୍ୟ ହୋଇପାରେ। ବିଦ୍ୟାର୍ଥୀମାନଙ୍କ ପାଇଁ ଏ ନୂତନ ବର୍ଷ 2024 ବର୍ଷଟି ଆପଣଙ୍କ ପାଇଁ ବହୁତ ହି ଭଲ ରହିବ। ତେବେ ଆପଣଙ୍କର ଏ ରାଶି ହୋଇଥିଲେ ତଳେ ଥିବା ଆମ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ବୋଲି ଅବଶ୍ୟ ଲେଖି ଦିଅନ୍ତୁ। ତୃତୀୟ ଭାଗ୍ୟଶାଳୀ ରାଶିଟି ହେଉଛି କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କର ଯଦି କହିବା ଏ ନୂତନ ବର୍ଷ 2024 ଆରମ୍ଭରୁ ଆପଣଙ୍କର ଜୀବନରେ ଗୋଟେ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଛି। ଆପଣଙ୍କ ଉପରେ ପ୍ରଭୁ ଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେବା ପାଇଁ ଯାଉଛି। ଆପଣ ଯଦି କାହାଠାରୁ ପଇସା କିଛି ଉଧାରରେ ନେଇଥିଲେ ତେବେ ସେ ଉଧାର ଟଙ୍କା ଆପଣ ତାଙ୍କୁ ଫେରାଇବା ପାଇଁ ବିଶେଷ ଭାବରେ ଯାଉଛନ୍ତି। ଆପଣଙ୍କର ମନ ମଧ୍ୟ ବିଶେଷ ଭାବରେ ଏ ସମୟରେ ପ୍ରସନ୍ନ ରହିବ। ଆପଣଙ୍କୁ ଏ ସମୟରେ ଅଧିକ ଧନଲାଭର ଯୋଗ ମଧ୍ୟ ବିଶେଷ ଭାବରେ ବନୁଛି। ପ୍ରତି କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିବେ। ବିଶେଷ ଭାବରେ ଯେଉଁମାନେ ବିଜନେସ୍ କରୁଥିଲେ ସେ ବିଜନେସ୍ରେ ଆପଣଙ୍କୁ ବହୁତ ହିଁ ଅଧିକ ଲାଭ ମିଳିବ। ତା ସହିତ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆପଣଙ୍କର ସୁରୁଖୁରୁରେ ଆରମ୍ଭ ହୋଇଯିବ। ଆପଣଙ୍କୁ ବିଶେଷ ଭାବରେ ବହୁତ ସାରା ଖୁସି ପ୍ରାପ୍ତ ହେବ। ତା ସହିତ ଏ 2024 ବର୍ଷରେ ଯଦି ବିଶେଷ ଭାବରେ କହିବା ସ୍ୱୟଂ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କୁ ମିଳିବ।
ତ ଆପଣଙ୍କର ଏ ରାଶି ହୋଇଥିଲେ ତଳେ ଥିବା ଆମ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ବୋଲି ଅବଶ୍ୟ ଲେଖିଦିଅନ୍ତୁ। ଚତୁର୍ଥ ଭାଗ୍ୟଶାଳୀ ରାଶିଟି ହେଉଛି ସିଂହ ରାଶି। ସିଂହ ରାଶିର ବ୍ୟକ୍ତିବିଶେଷଙ୍କର ଉପରେ ଯଦି କହିବା, ଭଗବାନ ଜଗନ୍ନାଥ ଆଉ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବିଶେଷ ଭାବରେ ବହୁତ ହି କୃପା ରଖିବା ପାଇଁ ଯାଉଛନ୍ତି। ଏହି ନୂଆବର୍ଷ 2024ରେ ବିଶେଷ ରୂପରେ ଆପଣଙ୍କୁ ଅଚାନକ ଧନଲାଭ ହେବାର ସୁଯୋଗ ମଧ୍ୟ ଜୁଟିଯିବ। ଆଉ ଆପଣ ପ୍ରତ୍ୟେକ ହିଁ କାର୍ଯ୍ୟରେ ସଫଳ ହେବା ପାଇଁ ଯାଉଛନ୍ତି। ଯେଉଁମାନେ ବିଶେଷ ଭାବରେ ବେରୋଜଗାର ଥିଲେ ତାଙ୍କୁ ତାଙ୍କର ମନ ମୁତାବକ ଚାକିରି ମଧ୍ୟ ପ୍ରାପ୍ତ ହେବା ପାଇଁ ଯାଉଛି। ବିଜନେସରେ ବିଶେଷ ଭାବରେ ଆପଣ ଆଗକୁ ବଢ଼ିବାକୁ ଯାଉଛନ୍ତି। ତା ସହିତ ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟଗୁଡ଼ିକ ସୁରୁଖୁରୁରେ ମଧ୍ୟ ସମାପ୍ତ ହୋଇଯିବ। ଯଦି ଆପଣଙ୍କ ଉପରେ କିଛି କୋର୍ଟ କଚେରୀ ମାମଲା ରହିଥିଲା, ତେବେ ସେ କୋର୍ଟ କଚେରୀ ମାମଲା ମଧ୍ୟ ଆପଣଙ୍କର ସୁରୁଖୁରୁରେ ସମାପ୍ତ ହୋଇଯିବ। ପ୍ରଭୁ ଜଗନ୍ନାଥ ଏବଂ ମା ଲକ୍ଷ୍ମୀ ଆପଣଙ୍କୁ ବହୁତ ସାରା କୃପା ପ୍ରାପ୍ତ କରିବା ପାଇଁ ଯାଉଛନ୍ତି। ଆପଣଙ୍କର ଏହି ରାଶି ହୋଇଥିଲେ ତଳେ ଥିବା ଆମ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ବୋଲି ଅବଶ୍ୟ ଲେଖିଦିଅନ୍ତୁ। ଆଉ ପଞ୍ଚମ ଭାଗ୍ୟଶାଳୀ ରାଶିଟି ହେଉଛି କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି 2024 ଆରମ୍ଭରୁ ଶୁଭ ସମୟର ଆଗାମୀ ହେବା ପାଇଁ ଯାଉଛି। ଏହି ରାଶିର ବ୍ୟକ୍ତି ବିଶେଷମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିନ୍ତ ଭାବରେ ଆପଣ ସଫଳତା ହିଁ ସଫଳତା ହାସିଲ କରିବେ। ଆପଣଙ୍କର ଜୀବନରେ ସ୍ୱୟଂ ମା ଲକ୍ଷ୍ମୀଙ୍କ କୃପାରୁ କୌଣସି ବି କ୍ଷେତ୍ରରେ ଆପଣଙ୍କୁ ଆର୍ଥିକ ସମସ୍ୟା ରହିବ ନାହିଁ। ଏହି ରାଶିର ବ୍ୟକ୍ତିବିଶେଷମାନେ ଯଦି କୌଣସି ବି କାର୍ଯ୍ୟରେ ସଫଳତା ପାଇବା ପାଇଁ ଆଶା ରଖିଥିବେ ତ ବିଶେଷ ଭାବରେ ଆପଣ ସେସବୁ ମଧ୍ୟ ପାଇଯିବେ। ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ହିଁ ଲାଭ ପ୍ରାପ୍ତି ହେବ। ବ୍ୟାପାରୀମାନେ ନିଜ ବ୍ୟାପାରରେ 2 ଗୁଣା ଲାଭ ମଧ୍ୟ ପାଇବେ ଏବଂ ଚାକିରି କରିଥିବା ବ୍ୟକ୍ତିବିଶେଷଙ୍କୁ ନିଶ୍ଚିନ୍ତ ଭାବରେ ଯଦି କହିବା ପ୍ରମୋସନର ଯୋଗ ବନୁଛି। ଏହି ରାଶିର ବ୍ୟକ୍ତିବିଶେଷଙ୍କର ବିଶେଷ ରୂପରେ ସମାଜରେ ମାନ ସମ୍ମାନର ପ୍ରତିଷ୍ଠା ହେବ ଏବଂ ଲୋକମାନେ ଆପଣଙ୍କର ମାର୍ଗଦର୍ଶନ ପାଇବା ଦ୍ୱାରା ବିଶେଷ ଭାବରେ ନିଜକୁ ଭାଗ୍ୟଶାଳୀ ମନେ କରିବେ। ଆପଣଙ୍କର ଏ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଷଷ୍ଠ ଭାଗ୍ୟଶାଳୀ ରାଶିଟି ହେଉଛି ମିଥୁନ ରାଶି। ବର୍ଷ 2024ରୁ ଏ ରାଶିର ବ୍ୟକ୍ତିମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସାଥ ପ୍ରାପ୍ତି ହେବ। ତା ସହିତ ଏମାନେ ନିଜର ଭାଗ୍ୟ ଆଧାରରେ ସବୁ କାର୍ଯ୍ୟରେ ସଫଳତାକୁ ହାସଲ ମଧ୍ୟ କରିନେବେ ଏବଂ ଏ ରାଶିର ବ୍ୟକ୍ତିମାନେ ଯେକୌଣସି ବି ନୂତନ କାର୍ଯ୍ୟକୁ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ହିଁ ଉନ୍ନତି ପ୍ରାପ୍ତ ହେବ। ବିଶେଷ ଭାବରେ ଏହି ରାଶିର ବ୍ୟକ୍ତିମାନଙ୍କ ଆସନ୍ତା ସମୟରେ ଧନର କୌଣସି ବି ଅଭାବ ରହିବ ନାହିଁ ଏବଂ ଏମାନଙ୍କର ଜୀବନରେ ବିଶେଷ ଭାବରେ ସୁଖ ଆଉ ଶାନ୍ତିର ପ୍ରତିଷ୍ଠା ମଧ୍ୟ ହେବ। ତେବେ ଆପଣଙ୍କର ଏ ରାଶି ହୋଇଥିଲେ ତଳେ ଥିବା ଆମ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ବୋଲି ଅବଶ୍ୟ ଲେଖିଦିଅନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ଟେ ମଧ୍ୟ କରନ୍ତୁ। ଧନ୍ୟବାଦ।